Hello and good evening students. ମୁଁ ତୁମର ଇଂଲିଶ ଟ୍ୟୁଟର ପ୍ରତିଜି ତୁମକୁ ୱେଲକମ୍ କରୁଛି ନବମ ଶ୍ରେଣୀ ଇଂଲିଶ ବୁକ୍ର ଚାପ୍ଟର ନମ୍ବର 9 that is Alexander Selkirkର ସେଲ୍କ୍ରିକ୍ pronounce it correctly ହେଲା। ଆଉ ଏଇଟା ଆଲେକ୍ସାଣ୍ଡର ସେଲ୍କ୍ରିକ୍ର ପୋଏମ୍ ଉପରକୁ ଯିବା ଉପରେ ମୁଁ ତାଙ୍କ ବିଷୟରେ ଏଇ ପୋଏମ୍ ବିଷୟରେ ରିଲେଟେଡ୍ କିଛି ତୁମକୁ ଆଗରୁ କହିଦେବି ଯାକି ତୁମକୁ ବୁଝିଲା ବେଳକୁ ଚାପ୍ଟରଟା ଇଜି ହେବ ପଢ଼ିବା ପାଇଁ। ଆଚ୍ଛା ଆଲେକ୍ସାଣ୍ଡର ସେଲ୍କ୍ରିକ୍ ଜଣେ ସ୍କଟିଶର ଲୋକ ଥିଲେ, ସ୍କଟଲ୍ୟାଣ୍ଡର ଲୋକ ଥିଲେ। ସିଏ ତାଙ୍କ କିଛି ଜଣ ସାଙ୍ଗଙ୍କ ସହିତ ଗୋଟେ ସମୁଦ୍ରରେ ଗୋଟେ ଜାହାଜରେ ବୁଲିବା ପାଇଁ ଆସିଥିଲେ ଭାରି। ବୁଲୁ ବୁଲୁ ତାଙ୍କ ଜାହାଜ ବହୁତ ଆଗକୁ ପଳେଇ ଆସିଥିଲା। ତ ସେଇଠୁ ସେମାନେ ଆଉ ୱାପସ ଯାଇପାରିଲେନି। ତାଙ୍କୁ ରାସ୍ତା ମିଳିଲାନି, ସେମାନେ ସେଠି ହଜିଗଲେ ସମୁଦ୍ର ଭିତରେ ଆଉ ୱାପସ ଯାଇପାରିଲେନି। ବଟ୍ କିଛି ଦିନ ପରେ ସେମାନେ ଗୋଟେ ଆଇଲ୍ୟାଣ୍ଡରେ ଯାଇକିନା ପହଞ୍ଚିଲେ। ଗୋଟେ ହ୍ୟୁମାନ୍ ନଥିବା ଆଇଲ୍ୟାଣ୍ଡ ମାନେ ମଣିଷର ବାସବସ ନଥିବା ଆଇଲ୍ୟାଣ୍ଡ ଗୋଟେ ଗୋଟେ ଟାପୁ ଗୋଟେ ଦ୍ୱୀପରେ ଯାଇକି ସେମାନେ ପହଞ୍ଚିଲେ। ସେଇ ଦ୍ୱୀପରେ ଆଲେକ୍ସାଣ୍ଡର ଓହ୍ଲେଇଲେ ଆଉ ବାକି ସମସ୍ତେ ବି ଓହ୍ଲେଇଲେ। ଆଲେକ୍ସାଣ୍ଡର ସମସ୍ତଙ୍କୁ କହିଲେ କି ଆମେ ବହୁତ ଟାଇମ୍ ହେଇଗଲାଣି ଆମର ଯୋଉ ଶିପ୍ରେ ଆମେ ଅଛେ, ଆମେ ସେ ଜାହାଜରେ ଅଛେ ଆଉ ବହୁତ ଦିନ ହେଲାଣି ସେ ଚାଲୁଛି ଆଉ ତାକୁ ରିପେୟାରିଂ ଦରକାର ଅଛି। ଆଉ ତାର ଏମିତି କଣ୍ଡିସନ ଶିପ୍ର ଏତେ ଭଲ ନାହିଁ, ତ ତାର ଟିକେ ରିପେୟାରିଂ ଦରକାର ଅଛି। ଆମେ ତାକୁ ରିପେୟାର କରିବା ୱାର୍ନା ଆମେ ଆଗକୁ ଗଲେ ଆମ ପାଇଁ ବହୁତ ପ୍ରୋବ୍ଲେମ ହବ। ତ ତା ପୂର୍ବରୁ ଆମେ ଟିକେ ରହିଯିବା, ଏଇ ଆଇଲ୍ୟାଣ୍ଡରେ ରହିଯିବା, ଶିପ୍କୁ ରିପେୟାର କରିବା, ତାକୁ ଟିକେ ମେଣ୍ଟେନ୍ କରିବା, ମେଣ୍ଟେନାନ୍ସ ତାର ଦରକାର ହେଉଛି। ତାପରେ ଆମେ ୱାପସ ଆମେ ଯାଇପାରିବା, ୱାର୍ନା ଏମିତି ଯଦି ମଝିରେ ଗଲେ ଦେନ୍ କିଛି ନା କିଛି ଗୋଟେ ଦୁର୍ଘଟଣା ବା ଇନସିଡେଣ୍ଟ ହେଇଯିବ। ବଟ୍ ତାଙ୍କ ସାଙ୍ଗମାନେ ରାଜି ହେଲେ ନାହିଁ ଆଉ ଇଏ ଯିବା ପାଇଁ ମନା କରିଦେଲେ କି ନା ମୁଁ ଏ ଆଇଲ୍ୟାଣ୍ଡରୁ ଯିବି ନାହିଁ ବିକଜ ଶିପ୍ର କଣ୍ଡିସନ ଭଲ ନାହିଁ। ତ ସିଏ ସେଇଠୁ କ'ଣ କଲେ, ସେ ବାକି ତାଙ୍କ ସାଙ୍ଗମାନେ ତାଙ୍କୁ ସେଇଠୁ ଛାଡ଼ିକି ପଳେଇଲେ। ସେଇଠୁ ସେମାନେ ଗଲା ବେଳକୁ ବହୁତ ଟିକେ ଏମିତି ଆଗକୁ ପଳେଇଲେ। ଆଗକୁ ଯାଇସାରିଲା ପରେ ତାଙ୍କ ଶିପ୍ଟା ଯେମିତି ଆଲେକ୍ସାଣ୍ଡର ତାଙ୍କୁ କହିଥିଲେ ସେଇ ୱେରେ ଶିପ୍ଟା ପୁରା ବୁଡ଼ିଗଲା, ସିଙ୍କ ହେଇଗଲା। ତ ସିଙ୍କ ହେଇସାରିଲା ପରେ ବାକି ସମସ୍ତଙ୍କର ଡେଥ୍ ହେଇଗଲା, ବଟ୍ ଇଏ ଏକା ସେଇଠି ରହିଗଲେ। ଆଉ 4 ବର୍ଷ 4 ମାସ ଯାଏ ସେ ସେଇଠି ଏକା ଥିଲେ। ମାନେ ତାଙ୍କ ନା କେହି ସେଠି ମଣିଷ ଥିଲେ, ନା ସାଙ୍ଗସାଥି ଥିଲେ, ନା କେହି ବି ଥିଲେ। ସେ ସେଠି ପୁରା ଏକା ଥିଲେ ସେ ପୁରା ଆଇଲ୍ୟାଣ୍ଡରେ। ଆଉ ସେଇ ଟାଇମରେ ତାଙ୍କ କଣ୍ଡିସନ କ'ଣ ଥିଲା ସେଇଟା ସେଇଠି କହିଛନ୍ତି କି ଏକା କେମିତି ଥିଲେ, ତାଙ୍କର ବିନା ସାଙ୍ଗସାଥି କେହି ମଣିଷ ନଥିଲେ। ଆଉ ସେ କେମିତି ସେଇ ପୁରା ଅଜଣା ଗୋଟେ ଟାପୁରେ ସେ କେମିତି 4 ବର୍ଷ 4 ମାସ ଯାଏ କେମିତି ଏକୁଟିଆ ରହିଥିଲେ ସେ ବିଷୟରେ ଏଇ ପୋଏମରେ ଲେଖା ହେଇଛି। ପୋଏମକୁ ଯିବା ପୂର୍ବରୁ ତମମାନେ ଟିକେ ଭାବିଲ, ତମମାନେ ଯଦି କେବେ ଏମିତି କୋଉ ବି ଗୋଟେ ଜାଗାରେ ଏକା ଫସି ଯାଇଛ ହେଲା, କୋଉ ଗୋଟେ ତମ ନିଜ ଘରେ ବି ହଉ ଆଉ ତମେ ସେଠି କାହାକୁ ବି ଦେଖିପାରୁନ, ନା ତମ ପ୍ୟାରେଣ୍ଟସ୍ ଅଛନ୍ତି, ନା ତମର ସାଙ୍ଗସାଥି କେହି ଅଛନ୍ତି, ନା ରିଲେଟିଭ୍ସ ଅଛନ୍ତି, ନା କେହି ବି ତମର ଲଭ୍ଡ ୱାନ୍ସ ଅଛନ୍ତି, କି ନା କେହି ହ୍ୟୁମାନ୍ ବିଙ୍ଗସ୍ ଅଛନ୍ତି, କେହି ବି ନାହାନ୍ତି। ଗୋଟେ ଅଜଣା ଜାଗା ଯୋଉଠି କେହି ବି ନାହାନ୍ତି, ଗୋଟେ ବି ମଣିଷ ନାହିଁ, ସେଠି ତମେ କେମିତି ସର୍ଭାଇଭ୍ କରିବ ଜଷ୍ଟ ଇମାଜିନ୍। ବଟ୍ ସେମିତି ଜାଗାରେ ଆଲେକ୍ସାଣ୍ଡର ସେଲ୍କ୍ରିକ୍ ପୁରା 4 ବର୍ଷ 4 ମାସ ପୁରା ସେଇଠି ଥିଲେ। ଆଉ ତାଙ୍କର ଇନସିଡେଣ୍ଟଟା ଏଇଠି ଶୁଣେଇଛନ୍ତି। ଆମର ଏମିତି ବହୁତ ସାରା ମୁଭିଜ୍ ଅଛି, ବହୁତ ହଲିଉଡ୍ ମୁଭିଜ୍ ବି ଅଛି। ବଲିଉଡରେ ଆମର ଟିକେ କମ୍ ଅଛି, ବାକି ହଲିଉଡ୍ ବହୁତ ମୁଭିଜ୍ ଅଛି ଯୋଉଗୁଡ଼ାରେ ଏମିତି ଏମିତି ଆନିମେଟେଡ୍ ମୁଭିଜ୍ ଅଛି ଆଉ ରିଅଲ୍ ଲାଇଫ୍ ଷ୍ଟୋରିଜ୍‌ରୁ ଇନସିଡେଣ୍ଟରୁ ନେଇକିନା ବି ମୁଭିଜ୍ ବନେଇଛନ୍ତି ଯୋଉଠି ଲୋକମାନେ ଏମିତି ଫସି ଯାଇଥିବେ। ମାନେ ସିଙ୍ଗଲ୍ ଲୋକ ଏମିତି ଫସି ଯାଇଥିବ ଆଇଲ୍ୟାଣ୍ଡରେ ଆଉ ସେ କେମିତି ସର୍ଭାଇଭ୍ କରିବ, କେମିତି ସେଠି ବଞ୍ଚିକି ରହିବ ଆଉ ବଞ୍ଚିବା କେମିତି ଶିଖିବ। ଗୋଟେ ପୁରା ଏମିତି କେହି ଯୋଉଠି ଗୋଟେ ବି ମଣିଷ ନଥିବ ସେଇଠି କେମିତି ବଞ୍ଚିବା ଶିଖିବ, ସେଇଟା ସେମିତି ସେଇ ମୁଭିଜ୍ ଗୁଡ଼ାରେ ଅଛି। ତ ତମେମାନେ ଯଦି ଚାହିଁବ ସେଗୁଡ଼ା ସର୍ଚ୍ଚ କରିକିନା ଇଣ୍ଟରନେଟରେ ତମେ ପାଇପାରିବ, ଦେଖିପାରିବ ହେଲା। ଏଇ ଆଲେକ୍ସାଣ୍ଡର ସେଲ୍କ୍ରିକ୍‌ଙ୍କର ପୋଏମଟା ବି ସେଇ ଉପରେ ରିଲେଟେଡ୍ ହେଲା। ତ ଚାଲ ଯିବା ଏବେ ପୋଏମ୍ ଉପରକୁ ଆଉ ଜାଣିବା ସେ କ'ଣ କ'ଣ ତାଙ୍କ ସହିତ ଇନସିଡେଣ୍ଟ ସବୁ ହେଇଥିଲା, ସେ କେମିତି ବଞ୍ଚିକି ଏତେ ଟାଇମ୍ ତକ୍ ରହିଥିଲେ। ମାନେ ମୁଁ ତ ଭାବିଲା ବେଳକୁ ମତେ ଡର ଲାଗୁଛି କି ଗୋଟେ ରୁମ୍‌ରେ ଏକା ଯଦି ମୁଁ ରହିଲି ବିନା କାହାକୁ ନ ଦେଖିକିନା, କେହି ବି ଗୋଟେ ମଣିଷ ନଥିବ, କାହାକୁ ବି ଦେଖୁନଥିବ, ସେଠି କେମିତି ରହିବ? ଦେଖିବା ତ ସେ କେମିତି ରହିଥିଲା, ତାଙ୍କ ଏକ୍ସପିରିଏନ୍ସ କ'ଣ ସେ ସେୟାର କରିଛନ୍ତି ଆମେ ଦେଖିବା। ଠିକ୍ ଅଛି? ଆସିଲା about the poet. William Cowper, 1731 AD to 1800, was born at Great Berkhamsted
in Hertfordshire, where his father was a rector. His poems were published late in life. At the very end of his volume of poems, a few miscellaneous short poems were also included. One of them is well-known poem containing the reflections of Alexander Selkirk. The poem reflects the freedom of his spirit in a lonely island. ତ ଏଇ ପୋଏମଟା ଗୋଟେ ସେଲକ୍ରିକଙ୍କ ଉପରେ ଅଛି ଯେ ଗୋଟେ ଲୋନଲି ଆଇଲ୍ୟାଣ୍ଡରେ ଏକା ରହିଯାଇଛନ୍ତି। ଆଉ ପୋଏଟ ଆମର ହଉଛନ୍ତି ଏଠି ୱିଲିୟମ କୋପେର। ମିଷ୍ଟର ୱିଲିୟମ କଣ କରିଥିଲେ ଜନ୍ମ ହେଇଥିଲେ ଗ୍ରେଟ୍ ବର୍କ ହେମ୍ପଷ୍ଟେଡରେ ଇନ୍ ଫୋର୍ଟଫର୍ଡଶାୟାର ଯୋଉଠି ତାଙ୍କ ବାପା ଗୋଟେ ରେକ୍ଟର ଥିଲେ ଆଉ ସେ ବହୁତ ଲେଟରେ ତାଙ୍କର ପୋଏମ ସବୁ ପବ୍ଲିଶ ହବା ଷ୍ଟାର୍ଟ ହେଇଥିଲା ହେଲା। ତ ଆଉ ତାଙ୍କର ଏଇ ପୋଏମଟା ବହୁତ ଫେମସ୍ ହେଇଥିଲା ଆଜ୍ ଅ ପୋଏଟ। ତାଙ୍କର ଏଇ ପୋଏମଟା ବହୁତ ହି ଫେମସ୍ ହେଇଥିଲା କୋଉଟା ଆଲେକ୍ସାଣ୍ଡର ସେଲକର୍କର ପୋଏମଟା ବହୁତ ଫେମସ୍ ହେଇଥିଲା। ଏବେ ଚାଲ ପୋଏମ ଉପରକୁ ଯିବା। I am monarch of all I survey, my rights there is none to dispute. From the central around to the sea, I am lord of the fowl and the brute. O solitude, where are the charms that sages have seen in the face? Better dwell in the midst of alarms than reign in his horrible place. I am monarch of all I survey. ମାନେ I am ଏଠି I am ଟା କ୍ୟାପିଟାଲରେ କଣ ପାଇଁ ଲେଖା ହେଇଛି? I am ଟା ଏଠି ସେ ନିଜକୁ କହିଛନ୍ତି, ନିଜକୁ ଏମ୍ଫାସାଇଜ କରିକିନା ନିଜକୁ ମାନେ ସ୍ପେଶାଲ କରିକିନା କହିଛନ୍ତି କି ମୁଁ ହଉଛି ମୋନାର୍କ। ମୋନାର୍କ ମାନେ ରାଜା। ତଳେ ଅଛି ତ ମୋନାର୍କ ମାନେ ହଉଛି ରାଜା। ମୁଁ ସେଠିକାର ସମ୍ରାଟ। ଏଇଠି ଯେତେ ବି ଜାଗା ଅଛି ପୁରାର ସମ୍ରାଟ ହଉଛି ମୁଁ। ଆଉ ଏଇଠି କେହି ଅଲଗା କେହି ନାହାନ୍ତି। ଅଲ୍ ରାଇଟ୍ ଦେର୍ ଇଜ ନନ୍ ଟୁ ଡିସ୍ପ୍ୟୁଟ୍ ମାନେ ଆଉ କେହି ଏଠି ମୋ ସହିତ କମ୍ପିଟିସନ କରିବା ପାଇଁ ୱାର କରିବା ପାଇଁ କି ମୋ ସହିତ ଫାଇଟ୍ କରିବା ପାଇଁ ଏଠି ଆଉ କେହି ନାହାନ୍ତି। ଏଠି ମୁଁ ଏକା ହିଁ ରାଜା। ଏଠି ଯାହା ଯେତେ ବି ଜାଗା ଅଛି ପୁରା ଆଇଲ୍ୟାଣ୍ଡଟା ପୁରା ଟାପୁ ବା ପୁରା ଦ୍ୱୀପଟା ଏଇଟା ହଉଛି ମୋର। ଏଠି ଆଉ କେହି ନାହାନ୍ତି କମ୍ପିଟିସନ କରିବା ପାଇଁ କି ଏଠି ମୋର ସେୟାର ନବା ପାଇଁ ଆଉ କେହି ନାହାନ୍ତି। ଏଠି ଯିଏ ବି ଅଛି ଯାହା ବି ଅଛି ସବୁ ମୋର। ବିକଜ ସେଇ ଆଇଲ୍ୟାଣ୍ଡରେ ଆଉ କେହି ଗୋଟେ ବି ମଣିଷ ନଥିଲେ। From the center all round to the sea, I am lord of the fowl and the brute. तो फाउल माने कौन और ब्रूट माने कौन ଆମେ ଏଠି अंडरलाइन କରିଦବା ଆଉ ବୁଝିବା। ହଁ ପିଲାମାନେ ମୁଁ ଆଗରୁ ବି କହିଛି କି ତମେମାନେ ଯେତେବେଳେ ପଢୁଛ ମୋଷ୍ଟଲି ଲିଟରେଚର୍ସ ଗୁଡା ସବୁବେଳେ अंडरलाइन କରିବ ଆଉ ସାଇଡରେ ଲେଖିଦବ ଗୋଟେ ଖାତାରେ ରଫ୍ କପିରେ ତମେ ୱାର୍ଡର ମିନିଂ ଗୁଡା ଲେଖିଦବ କି ନହେଲେ ଯୋଉଟା ମୁଁ ଏକ୍ସପ୍ଲେନ କରୁଛି ସେ ସବୁ ଲେଖିଦବ ଯେମିତି ତମକୁ ଆଗକୁ ପଢିଲା ବେଳକୁ ଯେତେବେଳେ ରିଭିଜନ କରିବ ତମକୁ ଇଜି ହବ ଫିଲ୍ କରିବ। ଓକେ ହଁ ତ ଏଠି ଫାର୍ଷ୍ଟ ଆସିଲା କଣ ମୋନାର୍କ। ମୋନାର୍କ ମାନେ ହଉଛି ସମ୍ରାଟ ବା ରାଜା ବା ରାଜତନ୍ତ୍ର। ଆଉ ଏଇଠି କେହି ରାଜତନ୍ତ୍ର କରିବା ପାଇଁ କେହି ନାହାନ୍ତି। ନେକ୍ସଟ ଆସିଲା ଡିସ୍ପ୍ୟୁଟ। ଏଠି କେହି ବିବାଦ ସୃଷ୍ଟି କରିବା ପାଇଁ ନାହାନ୍ତି। କିଛି ମୋ ସହିତ କି ଫାଇଟ୍ କରିବା ପାଇଁ କି କମ୍ପିଟିସନ କରିବା ପାଇଁ କେହି ନାହାନ୍ତି। ଡିସ୍ପ୍ୟୁଟ ମାନେ ହଉଛି ବିବାଦ। From the center all round to the sea, I am lord of the fowl and brute. ଲର୍ଡ ମାନେ ଠାକୁର। ମୁଁ ତାଙ୍କ ଉପରେ। ଫାଉଲ ମାନେ ସାମୁଦ୍ରିକ ପକ୍ଷୀ ଯୋଉ ଥାନ୍ତି ସମୁଦ୍ରରେ ଯୋଉ ପକ୍ଷୀ ମାନେ ଉଡୁଥାନ୍ତି ତାଙ୍କୁ ଫାଉଲ ବୋଲି କୁହାଯାଏ। ଆଉ ବ୍ରୁଟ ମାନେ ହଉଛି ଏଠି ବ୍ରୁଟ ମାନେ ନର୍ମାଲି ଥାଏ ଏମିତି କାହାକୁ ଏମିତି ଖରାପ ବିହେଭ କରିବାକୁ ବ୍ରୁଟ ବୋଲି କୁହାଯାଏ। ବଟ୍ ଏଇଠି ବ୍ରୁଟ ମାନେ ହଉଛି ଆନିମଲ୍ସ। ଆନିମଲ୍ସକୁ ଏଠି ଫାଉଲ ଆଣ୍ଡ ଦ ବ୍ରୁଟ ମାନେ ଏମିତି ଚଢେଇ ଆଉ ଜୀବଜନ୍ତୁକୁ କୁହାଯାଇଛି। କଣ କହିଛନ୍ତି କି ପୁରା ଏଇ ସମୁଦ୍ରରେ ପୁରା ମଝି ସମୁଦ୍ରରୁ ନେଇକିନା ଏଇ ଯାଏଁ ଯେତେ ବି ଅଛନ୍ତି ଏଠି ଯାହା ବି ସେ ଚାହେ ଯେତେ ଫୁଲ ଗଛ ହଉ ଯେତେ ଫଳ ଗଛ ହଉ ଯେତେ ପ୍ରକାର ଗଛ ପାହାଡ ପର୍ବତ ଯେତେ ବି ପକ୍ଷୀ ଅଛନ୍ତି ଯେତେ ବି ଆନିମଲ୍ସ ଅଛନ୍ତି ଯେତେ ବି ପଶୁ ଅଛନ୍ତି ସମସ୍ତଙ୍କର ଏଠି ରାଜା ହଉଛି ମୁଁ। ଏଠି ସମସ୍ତଙ୍କର ରାଜା ମୁଁ ସମସ୍ତଙ୍କର ଏଠି ଲର୍ଡ ମୁଁ ମାନେ ସମସ୍ତଙ୍କ ଉପରେ ଏଠି ମୁଁ ମାନେ ସମସ୍ତଙ୍କ ଠାକୁର ମାନେ ଲର୍ଡ ମାନେ ଏମାନେ ସବୁ ମୋ ଅଣ୍ଡରରେ। ଏମାନେ ମତେ କେହି କିଛି କହିପାରିବେନି ଏଇଟା ହଉଛି ସବୁ ମୋର। ତାପରେ କଣ କହିଛନ୍ତି ଓ ସଲିଟ୍ୟୁଡ
Where are the charms that sages have seen in the face? Better dwell in the midst of alarms than reign in this horrible place. O solitude, where are the charms that sages have seen in the face? The solitude ମାନେ କଣ? ଗୋଟେ ଜନଶୂନ୍ୟ ରାଜ୍ୟରେ ସେ ଆସିକିନା ପହଞ୍ଚି ଯାଇଥିଲେ। ରାଜ୍ୟ ତ ନାହିଁ, ଗୋଟେ ଦ୍ୱୀପରେ, ଗୋଟେ ଟାପୁରେ ସେ ଆସିକି ପହଞ୍ଚି ଯାଇଥିଲେ। ଆଉ ସଲିଟ୍ୟୁଡ ମାନେ ହଉଛି ଏକା ରହିଯିବା, ମାନେ ଏକାକୀକୁ ସଲିଟ୍ୟୁଡ କୁହନ୍ତି। ସେ ଗୋଟେ ନିର୍ଜନ ଦ୍ୱୀପରେ ଟାପୁରେ ଏକା ଥିଲେ, ତ ତାଙ୍କୁ ସେ ଏକା ରହିବାଟା ବହୁତ ଖଟକୁଥିଲା, ମାନେ ବହୁତ ତାଙ୍କୁ ବହୁତ ହରାସ କରୁଥିଲା, ବହୁତ ଖରାପ ଫିଲ୍ ହଉଥିଲା ତାଙ୍କୁ କି ସେ ପୁରା ଏକା ଅଛନ୍ତି, ସେଠି ଆଉ କେହି ନାହାନ୍ତି। ସେଇଠି ସେ ସେଠୁ କଣ କହୁଛନ୍ତି, ସେ ଭାବୁଛନ୍ତି କି ଯୋଉ ସେଜେସ୍ ମାନେ ଆଗରୁ ଆମର ଯୋଉ ଥିଲେ ସବୁ ମୁନି ଋଷି ମାନେ, ତାଙ୍କ ମୁହଁରେ ଯୋଉ ଉଜ୍ଜ୍ୱଳ ଥିଲା, ଯୋଉ ଚାର୍ମ ଥିଲା, ଚାର୍ମ ମାନେ ହଉଛି ତାଙ୍କର ଯୋଉ ଉଜ୍ଜ୍ୱଳ ଥିଲା, ତାଙ୍କ ଫେସ୍ ଟା ଯୋଉ ଏତେ ଉଜ୍ଜ୍ୱଳ କରୁଥିଲା, ସେ ବ୍ରାଇଟନେସ୍ ଟା ସେଟା କାହିଁ, ସେଟା ତ ମୁଁ କାହିଁ ଦେଖିପାରୁନି। ସମସ୍ତେ କୁହନ୍ତି କଣ, ଏକା ଗୋଟେ ଏମିତି ଗୋଟେ ଖାଲି ଜାଗାରେ ତମେ ଯେତେବେଳେ ଆମେ ଯେତେବେଳେ ମାନେ ପଲ୍ୟୁଟେଡ୍ ଜାଗା କି ବେଶୀ ପପୁଲେସନ ହେଇଯାଉଛନ୍ତି ଯୋଉ ଜାଗାରେ, ସେ ଜାଗାକୁ ଆମେ କଣ କୁହେ, ବହୁତ ଗହଳି ହଉଛି, ବହୁତ କେଙ୍କା ପେମ୍ପା ଚେଞ୍ଚା ଚାଲିଛି, ଏଠି ଆମକୁ ଗୋଟେ ପିସଫୁଲ ଜାଗା ଦରକାର। ଆଉ ପିସଫୁଲ ମାନେ ଆମର ଥାଏ ଯୋଉଠି ଲୋକମାନେ ଜନସଂଖ୍ୟା କମ ଥିବେ, ଆଉ ଟିକେ ବାତାବରଣ ବହୁତ ଭଲ ଥିବ, ବହୁତ ଚଢେଇ ଓଡେଇ ଥିବେ, ଗଛ ପତ୍ର ବହୁତ ଥିବ, ଶାନ୍ତ ପରିବେଶ ଥିବ। ତ ମୁଁ ତ ଏବେ ସେ ପୋଏଟ କଣ କହିଛନ୍ତି, ମାନେ ଆମର ୱିଲିୟମ କଣ କହିଛନ୍ତି, ସରି ୱିଲିୟମ ଏଠି କହିବା ପାଇଁ ଚାହୁଁଛନ୍ତି କି ଆଲେକ୍ସାଣ୍ଡର ଏଠି କଣ କହୁଛନ୍ତି କି ମୁଁ ଏଠି ତ ଏକାକୀ ଅଛି, ସମସ୍ତେ ତ କୁହନ୍ତି ଏମିତି ପୁରା ଜନଶୂନ୍ୟ ସଂଖ୍ୟା ଯୋଉଠି ନଥାଏ, ମାନେ ଯୋଉଠି ଜନ ନଥାନ୍ତି, ଯୋଉଠି ଲୋକମାନେ ନଥାନ୍ତି, ସେଇଠି ପୁରା ଏମିତି ଶାନ୍ତ ପରିବେଶରେ ତମକୁ ପିସ୍ ମିଳେ, ତମକୁ ସେଠି ଆନନ୍ଦ ମିଳେ, ସୁଖ ମିଳେ, ଆଉ ଶାନ୍ତି ମିଳେ, ତମକୁ ସେଠି ଶାନ୍ତି ମିଳେ। ବଟ୍ ମୁଁ ଏଠି କାହିଁକି ଶାନ୍ତି ଦେଖି ପାରୁନି? ମୁଁ ତ ଏଠି ଏକା ଅଛି, ଆଉ ମତେ ତ କାହିଁ ଶାନ୍ତି ମିଳୁନି ଏଠି। ବିକଜ ସେ ଏତେ ଦିନ ହେଲାଣି ଏକା ଥିଲେ, କେହି ଲୋକ ନଥିଲେ, ତ ତାଙ୍କୁ ସେଠି ଆଉ ଶାନ୍ତି ଫିଲ୍ ହଉନଥିଲା, ତାଙ୍କୁ ସେଠି ଏକା ଫିଲ୍ ହଉଥିଲା, ତାଙ୍କୁ ସେଠି ଭଲ ଲାଗୁନଥିଲା, କେହି ବି ତାଙ୍କର ନା ସୁଖରେ ନା ଦୁଃଖରେ, ନା ତାଙ୍କ ସହିତ ଝଗଡା କରିବା ପାଇଁ କିଏ ଥିଲେ, ନା ତାଙ୍କ ସହିତ କଥା ହେବା ପାଇଁ କିଏ ଥିଲେ, ନା ତାଙ୍କୁ ତାଙ୍କର ଦେହ ଯଦି ଖରାପ ହେଇଗଲା କି ଆହା ପଦ କହିବା ପାଇଁ ବି ଥିଲେ, ସେଠି କେହି ନଥିଲେ। ତ ସେ ସେଠୁ କହୁଛନ୍ତି କି better dwell in the midst of alarms than reign in this horrible place। କଣ କହୁଛନ୍ତି, better dwell ମାନେ ହଉଛି ବାସ କରିବା, ଗୋଟେ ଜାଗାରେ ରହିବା। ସେ କହୁଛନ୍ତି alarms ମାନେ ହଉଛନ୍ତି ଜନସଂଖ୍ୟା ଯୋଉଠି ବେଶୀ ଅଛି, ମାନେ ଲୋକମାନେ ଯୋଉଠି ବହୁତ ଅଛନ୍ତି। କହୁଛନ୍ତି ସେମିତି ଜାଗାରେ ଯାଇକି ରହିବ ଯୋଉଠି ବହୁତ ଅଛନ୍ତି ଲୋକମାନେ, ତାଙ୍କ ମଝିରେ ଯାଇକିନା ବାସ କରିବ ପଛେ, ଏମିତି ଜାଗାରେ ରହିବା କଥା ନାହିଁ ଯୋଉଠି ଗୋଟେ ବି ମଣିଷ ନାହିଁ। ଏଇ ଶାନ୍ତ ପରିବେଶ ମୋର ଦରକାର ନାହିଁ। ଏଇ ଯୋଉ ପୁରା ଯୋଉ ଏତେ ସୁନ୍ଦର ବାତାବରଣ ଅଛି, ଏଠି ଯୋଉ ପକ୍ଷୀ ଉଡୁଛନ୍ତି, ଜୀବଜନ୍ତୁ ଅଛନ୍ତି, ପାଣି ବହୁଛି, ପବନ ବହୁଛି, ବହୁତ ଗଛ ପତ୍ର ଅଛି, ସବୁର ଯୋଉ ଏତେ ଶାନ୍ତ କ୍ଲାଇମେଟ ଟା ଅଛି, ମତେ ଏଇଟା ଆଉ ଦରକାର ନାହିଁ। ମତେ ଏମିତି ଜାଗା ଦରକାର ଯୋଉଠି ଲୋକ ଥିବେ, ବହୁତ ଗହଳି ଥିବ। ମାନେ ସେ ପୁରା ଏବେ ଫେଡଅପ୍ ହେଇସାରିଲେଣି, ଏକା ଏକା ରହି ରହିକିନା ସେ ପୁରା ଫେଡଅପ୍ ହେଇସାରିଲେଣି, ଏତେ ଦିନ ହେଲାଣି ସେ ସେଇଠି ଏକା ଅଛନ୍ତି, ଆଉ କାହାକୁ ବି ଦେଖି ପାରୁନାହାନ୍ତି। ତ ନେକ୍ସଟ ଯିବା ନେକ୍ସଟ ଷ୍ଟାନ୍ସା ଉପରକୁ। I am out of humanity's reach. I must finish my journey alone. Never hear the sweet music of speech. I started the sound of my own. ତ ଏଠି କଣ କହିଛନ୍ତି କି ହ୍ୟୁମାନିଟିଜ ରିଚ୍ ମାନେ ମଣିଷ ପଣିଆରୁ, ମଣିଷ ମାନଙ୍କ ବାସ୍ତବସାରୁ ମୁଁ ବହୁତ ଦୂରରେ ଆସିକିନା ଅଛି। ମୁଁ ସେମାନଙ୍କ ଆଖପାଖରେ ବି ନାହିଁ, ମଣିଷ ପଣିଆରୁ ଆଉ ମଣିଷ ମାନଙ୍କ ଠାରୁ ମୁଁ ତାଙ୍କ ଆଖପାଖରେ ବି ନାହିଁ, ମୁଁ ତାଙ୍କଠୁ ବହୁତ ଦୂରରେ ଆସିକି ଅଛି। ପାଇଁ ଆଇ ମଷ୍ଟ ଫିନିଶ ମାଇ ଜର୍ଣ୍ଣି ଆଲୋନ୍। ଆଉ ମୁଁ କେତେ ଦିନ ଏଠି ରହିବି ସେଟା ମୁଁ ଜାଣିନି, ତାର ଗ୍ୟାରେଣ୍ଟି ମୋ ପାଖରେ ନାହିଁ। ମୁଁ ଏଠି ଅଛି, ମତେ ଆସି ଯଦି କିଏ ଉଦ୍ଧାର କଲେ ଦେନ୍ ଯାଇକିନା ମୁଁ ଏଠୁ ବାହାରିକିନା ଯାଇପାରିବି, ନହେଲେ ମୁଁ ଏଠି ରହିଲି ଆଉ ସାୟଦ ଏଇଠି ହିଁ ମରିଯିବି କି କଣ ହେବେ ମୁଁ ଜାଣିନି। ତ ମତେ ଏଇ ଯୋଉ ଜର୍ଣ୍ଣି ମୁଁ ଏକା ଷ୍ଟାର୍ଟ କରିଛି, ତାଙ୍କର ଡିସିଜନ ଥିଲା କି ସେ ସେଇଠି ଏକା ରହିବେ ଆସିକିନା ସେ ଆଇଲାଣ୍ଡରେ ବୋଲି, ତ ସେ ଏବେ ସେଇଟାକୁ ଫିଲ୍ କରୁଛନ୍ତି। ମୁଁ ଯୋଉ ଡିସାଇଡ କରିଥିଲି କି ଏକା ରହିବି ବୋଲି, ସେଟା ମୋ ଉପରେ ଭାରି ପଡିଗଲାଣି, ଆଉ ମୁଁ ସେ ଜର୍ଣ୍ଣି ଯୋଉଟା ଷ୍ଟାର୍ଟ କରିଛି ଏକା ରହିବାର, ଏବେ ମତେ ସେଇଟା କଣ୍ଟିନ୍ୟୁ କରିବାର ଅଛି। ମୁଁ ଏକା ହିଁ ରହିବି, ଆଉ ମୁଁ ମଣିଷ ମାନଙ୍କ ସମାଜକୁ ଯାଇପାରିବି ନାହିଁ। Never hear the sweet music of speech. I started the sound of my own। ତ ସେ କଣ କହୁଛନ୍ତି କି ମୁଁ ଆଉ ମଣିଷ ମାନଙ୍କର ଯୋଉ
ମଧୁର ଗୀତ ଥାଏ, ତାଙ୍କର କଥା ଥାଏ, ସେଇଗୁଡାକୁ ମୁଁ ଆଉ କେବେ ଶୁଣିପାରିବି ନାହିଁ। ଏବେ ମତେ ନିଜ ସାଉଣ୍ଡ ଶୁଣିଲା ବେଳକୁ ବି ପୁରା କେହି ନାହାନ୍ତି। ଯେତେବେଳେ ଅନ୍ଧାର ହେଇଯାଉଥିବ କି ଦିନ ବେଳେ ସେଠି କେହି କଥା କହିବା ପାଇଁ କେହି ନାହାନ୍ତି, ଶୁଣିବା ପାଇଁ କେହି ନାହାନ୍ତି। ପାଟିଟା ସେ ସବୁବେଳେ କାହା ସହିତ କଥା ହେବ, ସେଠି କେହି ନାହାନ୍ତି। ତ ସେ ଯେତେବେଳେ ନିଜ ପାଟିରୁ ବି ନିଜେ ଭଏସ ବାହାରୁଛି ନା, ସେ ଡରି ଯାଉଛନ୍ତି କି ଏଇଟା କିଏ କହିଲା, ଏମିତି କହିକି ସେ ପୁରା ଡରି ଯାଉଛନ୍ତି। ଆଉ ସେ ଫିଲ୍ କରୁଛନ୍ତି କି ଆଉ ମୁଁ ସେଇ କେବେ ନା ସେ ମଣିଷ ମାନଙ୍କର କଥା କହିବା, ଯୋଉ ଏତେ ମଧୁର ଗୀତ ଥିବା, ସଙ୍ଗୀତ ଥିବା, ତାଙ୍କ କଥାର ଯୋଉ ମିଷ୍ଟ ଭାଷା ଥିବା, ସେଗୁଡାକୁ ମୁଁ ଆଉ କେବେ ଶୁଣିପାରିବି ନାହିଁ। ତ ସେଗୁଡାକୁ ସେ ଫିଲ୍ କରିକିନା ତାଙ୍କୁ ଆହୁରି ଖରାପ ଲାଗୁଛି, ଆହୁରି ଲୋନଲି ଫିଲ୍ ହଉଛି, ଆହୁରି ସେ ହତାଶ ହେଇଯାଉଛନ୍ତି। ତାପରେ ଆସିଲା the beasts that roam over the plain my form with indifference see they are so unacquainted with man that tameness is shocking to me। ତ କଣ କହୁଛନ୍ତି, the beasts that roam over the plain my form with indifference see। beasts ମାନେ ଏଠି ହଉଛନ୍ତି ଜନ୍ତୁ। ଯୋଉ ଜନ୍ତୁ ମାନେ ଏଠି ଏମିତି ବୁଲୁଛନ୍ତି, ସେମାନେ ବି ଏମିତି ମତେ ଅନଉଛନ୍ତି କି ଇଏ କିଏ। ଯୋଉ ନର୍ମାଲ ଯୋଉମାନେ ଯାଉଛନ୍ତି ପାସ୍ କରୁଛନ୍ତି, ସେମାନେ ବି ଦେଖୁଛନ୍ତି ଏଇ ମଣିଷଟା କିଏ, ବିକଜ ତା ପୂର୍ବରୁ ସେମାନେ କେବେ ମଣିଷ ଦେଖି ନାହାନ୍ତି। ତ ମଣିଷ ଦେଖିକିନା ସେମାନେ ବି ଟିକେ ଏମିତି ସକ୍ ହେଇଯାଉଛନ୍ତି, ଟିକେ ସମୟ ରହି ଯାଉଛନ୍ତି, ଆଉ ମତେ ଏମିତି ଟିକେ ଅନଉଛନ୍ତି କି ଇଏ କଣ, ଇଏ କେମିତିଆ ଲୋକଟେ, ଇଏ କେମିତିଆ ଜାନୁଆରଟେ, ଆମେ ତ ଏମିତି କେବେ ଦେଖିନୁ। ତ ସେମାନେ ସେ ତାକୁ ଦେଖିକିନା ଟିକେ ସମୟ ରହି ଯାଉଛନ୍ତି। they are so unacquainted with man that tameness is shocking to me। ତ ସେମାନେ ନା ଆମ ସହିତ ଏତେ acquainted ନୁହନ୍ତି ମଣିଷ ସହିତ। ସେମାନେ ଗୋଟେ ଟାପୁରେ ଅଛନ୍ତି, ଇଏ ଯେମିତି ଆସିକିନା ତାଙ୍କ ଟାପୁରେ ତାଙ୍କ ଘରେ ପହଞ୍ଚି ଗଲେ, ତ ସେମାନେ ସେମିତି ମଣିଷ ସମାଜକୁ କେବେ ଯାଇନାହାନ୍ତି, ଦେଖି ନାହାନ୍ତି। ତ ସେମାନେ ବି ଦେଖିକିନା ସେମାନେ ବି ଟିକେ ସକ୍ ହେଇଯାଉଛନ୍ତି କି ଇଏ କଣ, ଏମିତି କଣ, ଇଏ ଗୋଟେ କିଏ ଗୋଟେ ଆସିଯାଇଛି, ଇଏ କଣ ମଣିଷଟେ, ମଣିଷ ବୋଲି ତ ଜାଣିନାହାନ୍ତି, ଇଏ ଗୋଟେ କି କୋଉ ଟାଇପ ର ଜାନୁଆର, ଇଏ ଗୋଟେ ଅଲଗା ଗୋଟେ କମ୍ପିଟିସନ ଆସିଗଲାଣି ଆମ ମଝିରେ ବୋଲି ସେମାନେ ଭାବୁଛନ୍ତି। ଆଉ ତାଙ୍କର ଯୋଉ ଟେମନେସ୍ ଇଜ ସକିଂ ଟୁ ମି। ସେମାନେ ମୋ ସହିତ ନା ଆରାମସେ ରହୁଛନ୍ତି, ସେମାନେ ଏମିତି ଡରୁ ନାହାନ୍ତି, ଏମିତି ମାନେ ଆରାମସେ ଆସିକି ପାଖରେ ବସୁଛନ୍ତି, ପୋଷା ମାନି ଯାଉଛନ୍ତି। ବିକଜ ଯେତେବେଳେ ଆମର ଏଇଠି ସପୋଜ ଆମର ମାନେ ସୋସାଇଟିରେ ଯେତେବେଳେ ଆମେ ମଣିଷ ମାନେ କଣ ଜୀବଜନ୍ତୁ ଦେଖିଲେ, ସାପ ଦେଖିଲେ ତାକୁ ହୁସ ହାସ କରିନା ମାରିବା ଷ୍ଟାର୍ଟ କରିଲେ, କି କୁକୁର ବିଲେଇ ମାନଙ୍କୁ ହଟେଇ ଦବା ଷ୍ଟାର୍ଟ କଲେ, କି ଜଙ୍ଗଲି ଜାନୁଆର ମାନଙ୍କୁ ଆମେ ତାଙ୍କଠୁ କେମିତି ସେଫ ରହିବା, ତ ତାଙ୍କୁ କେବେ ନେଇକିନା ଜୁ ରେ ପୁରେଇ ଦେଲେ, ତ କେବେ ନେଇକିନା ନନ୍ଦନକାନନରେ ଛାଡିଦେଲେ, ଏମିତି କି କେବେ ନେଇକିନା ସର୍କସ ରେ ଛାଡିଦେଲେ, ଏମିତି ନେଇକିନା କରିଦିଏ। ତ ସେମାନେ ଜାଣିଛନ୍ତି କି ଏମାନେ ମଣିଷ ମାନେ ଆମ ପାଇଁ ବିପଦ। ବଟ ଏଇ ଆଇଲାଣ୍ଡରେ କେହି ବି ମଣିଷ ନଥିଲେ, ଏଇ ଆଇଲାଣ୍ଡ ଟା ପୁରା ସୁନସାନ ଥିଲା। ସେମାନେ ଜାଣି ହିଁ ନଥିଲେ କି ଇଏ କେମିତି ଟାଇପ ର ପଶୁ, କି ଇଏ କେମିତି ଟାଇପ ର କଣ। ତ ସେମାନେ ଆରାମସେ ତା ପାଖରେ ଯାଇକି ବସୁଥିଲେ, ଉଠୁଥିଲେ, ଆଉ ତାଙ୍କୁ କିଛି ଫର୍କ ପଡୁନଥିଲା। ମାନେ ଆମର ଯୋଉ ଅଛନ୍ତି ଆଲେକ୍ସାଣ୍ଡର, ତାଙ୍କ ଠାରୁ ତାଙ୍କୁ କିଛି ଫର୍କ ପଡୁନଥିଲା, ତାଙ୍କୁ ବିଲକୁଲ ଡରୁ ନଥିଲେ। ଟେମନେସ୍ ମାନେ ହଉଛି ଏଠି ନ ଡରିବା, ମାନେ ତାଙ୍କ ପାଖରେ ପୋଷା ମାରିକି ବସିଯିବାକୁ ଟେମନେସ୍ ବୋଲି କୁହନ୍ତି। ନେକ୍ସଟ ଆସିଲା society, friendship and love divinely bestowed upon man. Oh had I the things of dove, oh had I the wings of dove, how soon would I taste you again। ତ ଏଠି କଣ କହିଛନ୍ତି, society, friendship and love। ଆମ ମଣିଷ ମାନଙ୍କ ଭିତରେ ସୋସାଇଟି ହଉଛି ପରିବେଶ ଆମର ଯୋଉ ଅଛି, ଆଉ ଫ୍ରେଣ୍ଡସିପ ଆଣ୍ଡ ଲଭ ଆମର ବନ୍ଧୁତ୍ବ, ଆଉ ଆମର ଭଲ ପାଇବା, ସେଇଗୁଡା ସବୁ। ସୋସାଇଟି ହଉଛି ଆମର ଯୋଉ ପୁରା ଆମେ ରହୁଛେ ଯୋଉ ସରାଉଣ୍ଡିଂ ଟା, ତାକୁ ସୋସାଇଟି ବୋଲି କୁହାଯାଏ। ତ ସୋସାଇଟି, ଫ୍ରେଣ୍ଡସିପ ଆଉ ଲଭ ହଉଛି ଡିଭାଇନଲି ବିଷ୍ଟୋର୍ଡ ଅପନ୍ ମ୍ୟାନ। ମାନେ ସେ କହୁଛନ୍ତି ଭଲ ପାଇବା, ବନ୍ଧୁତ୍ବ, ଏଇଗୁଡା ହଉଛି ଡିଭାଇନଲି ବିଷ୍ଟୋର୍ଡ। ଡିଭାଇନଲି ବିଷ୍ଟୋର୍ଡ ମାନେ ହଉଛି ଗୋଟେ ଠାକୁରଙ୍କର ଆଶୀର୍ବାଦ। ଠାକୁରଙ୍କ ଆଶୀର୍ବାଦ ଲୋକମାନଙ୍କ ଉପରେ ଅଛି ବୋଲି ସେମାନେ ସବୁ ଏଗୁଡା ଫିଲ୍ କରିପାରୁଛନ୍ତି। ସେ ଏତେ ଦିନ ହେଲାଣି ଏକା ରହି ସାରିଲେଣି, ତ ସିଏ ନା ବୁଝିପାରୁଛନ୍ତି ୟାର ସବୁ ମାନେଟା, ଇମ୍ପୋର୍ଟାନ୍ସ ଟା କଣ, ଭଲ ପାଇବାର ଇମ୍ପୋର୍ଟାନ୍ସ କଣ, ଫ୍ରେଣ୍ଡସିପ ର ଇମ୍ପୋର୍ଟାନ୍ସ କଣ, ସୋସାଇଟିର ଇମ୍ପୋର୍ଟାନ୍ସ କଣ, ଆଉ ଲୋକମାନଙ୍କର ଇମ୍ପୋର୍ଟାନ୍ସ କଣ। ଆଉ ଏଇଟା ହଉଛି ଡିଭାଇନଲି ବିଷ୍ଟୋର୍ଡ, ମାନେ ଠାକୁରଙ୍କ ଆଶୀର୍ବାଦରୁ ଲୋକମାନଙ୍କୁ ଏଗୁଡା ସବୁ ମିଳିଛି। ଆଉ ଯୋଉଟା ଏବେ ତାଙ୍କ ପାଖରେ ନାହିଁ, ସେ ଆଇଲାଣ୍ଡରେ ଏକା ଅଛନ୍ତି ବୋଲି ଏଗୁଡା ସବୁ ତାଙ୍କ ପାଖରେ ଏବେ ନାହିଁ। Oh had I the wings of dove, how soon would I taste you again। ଡଭ୍ ମାନେ ହଉଛି, ଏଠି ତମେ ବିଷ୍ଟୋର୍ଡ ମାନେ ଜାଣିଲ ଠାକୁରଙ୍କ ଆଶୀର୍ବାଦ, ଡିଭାଇନଲି ବିଷ୍ଟୋର୍ଡ ମାନେ
ଠାକୁରଙ୍କର ଆଶୀର୍ବାଦ। ଆଉ ୱିଙ୍ଗସ୍ ଅଫ୍ ଡଭ୍ ମାନେ ଡଭ୍ ହଉଛି ଗୋଟେ ପକ୍ଷୀ, ଗୋଟେ ଚଢ଼େଇ। ତାର ଯଦି ଡେଣା ମୋ ପାଖରେ ଥାନ୍ତା, ମୋର ଯଦି ସେ ଡେଣା ଲାଗି ଯାଇଥାନ୍ତା ଡଭ୍ ର, ତ ମୁଁ ବି ଏବେ ଉଡ଼ିକିନା ତମ ପାଖକୁ ହ୍ୟୁମାନିଟିକୁ ସୋସାଇଟିକୁ ପୁଣି ବାପସ ଯାଆନ୍ତି ଭାରି ଆଉ ସମସ୍ତଙ୍କ ସହିତ ମିଶି ପାରନ୍ତି ଆଉ କେତେ ଖୁସି ହୁଅନ୍ତି, କେତେ କେତେ ଆନନ୍ଦିତ ହୁଅନ୍ତି ମୁଁ ସମସ୍ତଙ୍କ ସହିତ ମିଶିକିନା। ପୁଣି ସବୁ କିଛି ମୋର ଭୁଲି ଯାଆନ୍ତି ଆଉ ସବୁ କିଛି वापस से ଷ୍ଟାର୍ଟ କରନ୍ତି। ତାପରେ my sorrows I then might assuage in the ways of religion and truth, might learn from the wisdom of age and be cheered by the sallies of youth। ତ ଏଠି କଣ କହିଛନ୍ତି? My sorrows I then might assuage। assuage ମାନେ ହଉଛି ଅନୁମାନ କରିବା। ସରୋଜ ମାନେ ହଉଛି ତାଙ୍କର ଦୁଃଖ, ତାଙ୍କ ଯୋଉ ପୀଡା ଏବେ ଚାଲିଛି ସେଗୁଡା ସେ ଅନୁମାନ କରୁଛନ୍ତି। My sorrows I then might assuage in the ways of religion and truth, might learn from the wisdom of age and be cheered by the sallies of youth। କହିଛନ୍ତି କି ମୁଁ ଏଇଗୁଡା ଯୋଉ ସବୁ ମୋର ଦୁଃଖ କଷ୍ଟ ଯୋଉଗୁଡା ସବୁ ଅନୁମାନ କରୁଛି, ଯୋଉଟା ରିଲିଜିୟନ ବିଲିଫରେ ଆଉ ଯୋଉଟା ସତ ଅଛି, ସେଗୁଡାକୁ ମୁଁ ସବୁ ମାନେ ନିଜକୁ ନେଇଅନ୍ତି ଯଦି ମୁଁ wisdom of age ମାନେ ହଉଛି, ଏଠି ଏଇଟା ଜାଣି ରଖ, wisdom of age ମାନେ ମାନେ ଯେତେବେଳେ ବୁଢା ଲୋକମାନେ ଯୋଉ କୁହନ୍ତି, ଯୋଉ ବାଣୀ ସବୁ ଶୁଣାନ୍ତି, କାଶ କି ମୁଁ ସେଇଗୁଡା ସବୁ ଶିଖି ପାରନ୍ତି ଆଉ ଯାଇକି sallies of youth। sallies of youth ମାନେ ହଉଛି ମାନେ ମୁଁ କାଶ କି ମୁଁ ଯୋଉ ଯୌବନର ଅବସ୍ଥା ଥାଏ ତାଙ୍କର ଯୋଉ ହସି ମଜାକ କରନ୍ତି ଏକା ସହିତ ମିଶିକିନା ବହୁତ ହସନ୍ତି, ସେଇଗୁଡା କାଶ କି ମୁଁ ସେଗୁଡା ସବୁ ଅନୁଭବ କରିପାରନ୍ତି। ମାନେ ବୁଢା ଲୋକମାନେ ଯୋଉ ସବୁ ଭଲ ବାଣୀ ସବୁ ଶୁଣାନ୍ତି, ସବୁ ଯୋଉ ବକ୍ତୃତା ଦିଅନ୍ତି, କାହିଁକି ମୁଁ ସେଗୁଡା ସବୁ ଶୁଣି ପାରନ୍ତି, ତାକୁ ଆପଣେଇ ପାରନ୍ତି, ତାଙ୍କର ନିଜର କରିପାରନ୍ତି। ଆଉ କାହିଁକି ମୁଁ ଯୋଉ ଯୁବ ଅବସ୍ଥା ଅଛନ୍ତି ତାଙ୍କର ଯୋଉ ଯୌବନ ଅବସ୍ଥାରେ ଲୋକମାନେ ଯୋଉ ଏତେ ହସି ମଜାକ କରୁଥାନ୍ତି, ଏତେ ଖୁସି ଖୁସି ଥାନ୍ତି, ଏତେ ହାସ୍ୟାସ୍ପଦକ ଥାନ୍ତି, ସେଗୁଡା କି ମୁଁ କାଶ କି ସେଗୁଡା ବି ତାଙ୍କ ସହିତ ମିଶିକିନା କରିପାରନ୍ତି। ତ ଏକା ରହିକିନା ସେ ପୁରା ତାଙ୍କର ମାନେ ପୁରା ବ୍ୟାଣ୍ଡ ବଜ ସାରିଲେଣି। କାହାର? ଆଲେକ୍ସାଣ୍ଡରଙ୍କର। ଆଉ ସେ ପୁରା ବାୟା ହେଇକିନା ଏମିତି ସବୁ ଏବେ ଭାବୁଛନ୍ତି ବସିକି, କାଶ କି ଏଇଗୁଡା ହେଇପାରନ୍ତା, କାଶ କି ମୋ ପାଖେ ଡେଣା ଥାନ୍ତା, ମୁଁ ବାପସ ସବୁ ଜାଣନ୍ତି ଭାରି ଆଉ ସବୁ ଗୁଡାକୁ ଲାଇଫ ଟାକୁ ପୁଣି ବାପସ ଏନ୍ଜୟ କରନ୍ତି ଆଉ ଷ୍ଟାର୍ଟ କରନ୍ତି, ପଛ କଥା ସବୁ ଭୁଲି ଯାଆନ୍ତି। ଠିକ ଅଛି, ନେକ୍ସଟ ଆସିଲା, ye winds that have made me your sport, convey to this desolate shore some cordial enduring report of a land I shall visit no more। My friends do they now and then send a wish or a thought after me? Oh, tell me I yet have a friend, though a friend I'm never to see। ତ ତାପରେ ସେ ୱିଣ୍ଡ ସହିତ କଥା ହେବାକୁ ଟ୍ରାଏ କରୁଛନ୍ତି, ତାଙ୍କ ୱିଣ୍ଡ ସହିତ ଏବେ କଥା ହେବା ଷ୍ଟାର୍ଟ କରୁଛନ୍ତି। ୱିଣ୍ଡ ମାନେ ପବନ, ସେ ତ ତାପରେ ପବନ ସହିତ କଥା ହେବାକୁ ଷ୍ଟାର୍ଟ କରୁଛନ୍ତି କି ମୁଁ ତ ତୋର ଗୋଟେ ହାତର ଗୋଟେ ଖେଳ ହେଇସାରିଲିଣି, ତୁ ମତେ ଗୋଟେ ଖେଳନା ଭଳିଆ ୟୁଜ କରୁଛୁ, ଯେତେବେଳେ ତୋର ଯୁଆଡେ ଇଚ୍ଛା ହଉଛି ତୁ ବୋହି ଯାଉଛୁ, ମୁଁ ତୋ ସହିତ ଯାଉଛି, ଯେତେବେଳେ ପୁଣି ଇଚ୍ଛା ହଉଛି ବାପସ ଆସିବା ପାଇଁ ତୁ ବାପସ ଏପଟେ ବୋହୁଛୁ, ମୁଁ ପୁଣି ତୋ ସହିତ ଆସୁଛି। କନଭେ ଟୁ ଦିସ୍ ଡିସୋଲେଟ ଶୋର। ଡିସୋଲେଟ ମାନେ ହଉଛି ଜନଶୂନ୍ୟ, ଯୁଆଡେ ଗଲେ ବି ତୁ ମତେ ଏଇ ଜନଶୂନ୍ୟ, ଶୋର ମାନେ ହଉଛି ସମୁଦ୍ର କୂଳ, କୂଳକୁ ଶୋର ବୋଲି କୁହାଯାଏ। ତ ଡିସୋଲେଟ ଶୋର ମାନେ ମୁଁ ଏଇ ଯୋଉ ଜନଶୂନ୍ୟ ସମୁଦ୍ର କୂଳରେ ତୁ ମତେ ଯୁଆଡେ ଇଚ୍ଛା ସିଆଡେ ନଉଛୁ ଆଉ ମୁଁ ତୋ ସହିତ ବୁଲୁଛି। some cordial endearing report of a land I shall visit no more। cordial ମାନେ ହଉଛି ବନ୍ଧୁତ୍ୱପୂର୍ଣ୍ଣ, endearing ମାନେ ହଉଛି ସ୍ନେହପୂର୍ଣ୍ଣ। some cordial endearing report of a land I shall visit no more। ତ ମାନେ ଯେତେ ବି ବନ୍ଧୁତ୍ୱପୂର୍ଣ୍ଣ ହଉ, ଯେତେ ବି ସ୍ନେହପୂର୍ଣ୍ଣ ହଉ, ମୁଁ ଏଇ ଜାଗାକୁ କେବେ ବି ଭିଜିଟ କରିବା ପାଇଁ ଆଉ ଇଚ୍ଛା କରିବି ନାହିଁ। ମତେ ଯୋଉ ଜାଗାରେ ପୁରା ଏମିତି ଏକା ରହିଲେଣି, ମୁଁ ସେ ଜାଗାକୁ ଭିଜିଟ କରିବା ପାଇଁ ଟ୍ରାଏ କରିବି ନାହିଁ। ଆଉ ମାଇ ଫ୍ରେଣ୍ଡସ୍ ଡୁ ଦେ ନାଉ ଆଣ୍ଡ ଦେନ୍ ସେଣ୍ଡ ଅ ୱିଶ ଅର୍ ଅ ଥଟ୍ ଆଫ୍ଟର ମି। ଯୋଉ ମୋର ସାଙ୍ଗମାନେ ଅଛନ୍ତି, ତୁ ମତେ, ହଁ, ସେ କଣ କହିବା ପାଇଁ ଚାହୁଁଛନ୍ତି ପବନକୁ କି ତୁ ମତେ ନା ଟିକେ କହିବୁ, ମୋର ଯୋଉ ସାଙ୍ଗସାଥି ମାନେ ଅଛନ୍ତି ତାଙ୍କର ଯଦି ସେମାନେ ମୋ ବିଷୟରେ କିଛି ପଚାରୁଛନ୍ତି କି କିଛି କହୁଛନ୍ତି, ତୁ ତ ପବନ, ତୁ ତ ଯାଇପାରିବୁ ତାଙ୍କ ପାଖକୁ, ତୁ ତାଙ୍କ ପାଖକୁ ଯିବୁ ଆଉ ତାଠୁ ରିପୋର୍ଟ ଆଣିକିନା କହିବୁ ମତେ କି
ସେମାନେ କଣ ମୋ ବିଷୟରେ ଭାବୁଛନ୍ତି କି ନାହିଁ? ସେମାନେ ମୋ ବିଷୟରେ ଚିନ୍ତା କରୁଛନ୍ତି କି ଚିନ୍ତା କରିବା ଛାଡି ସାରିଲେଣି? ସେମାନେ କଣ ଭାବୁଛନ୍ତି କଣ ନାହିଁ? ମୁଁ ତ ଯାଇପାରୁନି। ତୁ ଆଟଲିଷ୍ଟ ଯାଇକିନା ତାଙ୍କଠୁ ସେମାନେ କଣ ଇଚ୍ଛା କରୁଛନ୍ତି ମୋ ପାଇଁ ସେଇଟା ଆସିକି ମତେ ଶୁଣା। Oh, tell me I yet have a friend, though a friend I'm never to see. ସେଠୁ କହୁଛନ୍ତି କି ତୁ ଆସିକିନା ମତେ କହିବୁ, ମତେ ଶୁଣେଇବୁ କି ସେ ଅଛନ୍ତି କି ନାହିଁ, ମୋର ସାଙ୍ଗମାନେ ମୋ ବିଷୟରେ ମନେ ରଖିଛନ୍ତି କି ନାହିଁ, କି ମୋ ବିଷୟରେ କଣ କହୁଛନ୍ତି। ତ ୟା ପରେ ମୁଁ ତ ମୋର ସାଙ୍ଗମାନଙ୍କୁ କେବେ ଦେଖିପାରିବି ନାହିଁ, ବଟ୍ ତୁ ତ ଯାଇକି ଦେଖିପାରିବୁ, ତୁ ଆଟଲିଷ୍ଟ ମତେ କହିବୁ। ମୁଁ ତ ଏଇ ଟାପୁରେ ରହିଲି, ମୁଁ ତ ଏଇ ଦ୍ୱୀପରେ ଫସିକି ରହିଲି, ପତା ନାହିଁ ମୁଁ ୟା ପରେ ଏଇଠୁ କେବେ ବାହାରି ପାରିବି କି ନାହିଁ। ତ ତୁ ତ ଯାଉଛୁ, ଆଟଲିଷ୍ଟ ତୁ ମତେ ଆସିକି ଶୁଣେଇବୁ, ମତେ କହିବୁ କି ସେମାନେ କଣ କହୁଛନ୍ତି ମୋ ବିଷୟରେ, କେହି ମୋ ବିଷୟରେ ମନେ ରଖିଛନ୍ତି କି ସବୁ ଭୁଲି ସାରିଲେଣି ମୋ ବିଷୟରେ। ନେକ୍ସଟ stanzaକୁ ଯିବା। How fleet is a glance of the mind compared with the speed of its flight, the tempest itself lags behind and the swift winged arrows of light. How fleet is a glance of the mind. ଏଠି fleet ମାନେ ହଉଛି ଗତି। ଗତି କେତେ ଶୀଘ୍ର ଥାଏ ଆମର ଯୋଉ ମାନେ ମସ୍ତିଷ୍କ, ଆମେ ଯୋଉ ଭାବନାଟା, ଆମର ଯୋଉ ଥଟ୍ ପ୍ରୋସେସଟା ଆମେ କେତେ ଶୀଘ୍ର ଭାବେ। ଆମେ ଏଇଠି ଅଛି ନା ଭାବି ଯିବା କି ଆମେ ବି ଲଣ୍ଡନରେ ଏମିତି ଲଞ୍ଚ କରୁଛେ, ସାଙ୍ଗେ ସାଙ୍ଗେ ତମ ମୁଣ୍ଡରେ ଗୋଟେ ଥଟ୍ ଆସିଗଲା କି ନାହିଁ କି ଆମେ ଲଣ୍ଡନର ଗୋଟେ ଏମିତି ରେଷ୍ଟୁରାଣ୍ଟରେ ଲଞ୍ଚ କରୁଛେ, କି ଆମେ କାଶ୍ମୀରର ବାଦିଆରେ ଯାଇକିନା ଏମିତି ବରଫ ପକାପକି ହଉଛେ, ସାଙ୍ଗେ ସାଙ୍ଗେ ଆମର ଗୋଟେ ଇମାଜିନେସନ ଆସିଗଲା। ତ ସେଇଟା ସିଏ କହିଛନ୍ତି କି କମ୍ପେୟାର କରୁଛନ୍ତି ସେଇଟା ଫ୍ଲାଇଟ୍ ସହିତ। ଆଉ କହୁଛନ୍ତି କି the tempest itself lag behind and the swift wing arrows of light. ଲାଇଟର ବେଗ ଠାରୁ ବି ଆମର ମନର ଯୋଉ ଗତିଟା ଅଛି, କି ଆମର ଥଟ୍ ପ୍ରୋସେସଟା, ଯୋଉ ଆମର ଭାବନାଟା ଅଛି, ଚିନ୍ତାଧାରାଟା ଅଛି, ସେଟା ବହୁତ ଶୀଘ୍ର ଟ୍ରାଭେଲ କରେ। ଯୋଉ ଲାଇଟ ଠାରୁ ବି ଶୀଘ୍ର ଟ୍ରାଭେଲ କରେ, ଟେମ୍ପେଷ୍ଟ ଠାରୁ ବି। ଟେମ୍ପେଷ୍ଟ ମାନେ ହଉଛି ବହୁତ ଜୋର ସେ ଯୋଉ ଝଡ ଝଞ୍ଜା ବର୍ଷା ପବନ ଆସେ, ତାକୁ ଟେମ୍ପେଷ୍ଟ ବୋଲି କୁହାଯାଏ। ଅଣ୍ଡରଲାଇନ କରିକିନା ତମମାନଙ୍କୁ କହୁଛି, ତମେ ସବୁ ବୁଝ ଭଲସେ ଆଉ ନୋଟ ଡାଉନ କର। ଆଉ ଫ୍ଲିଟ୍ ମାନେ ହଉଛି ଗତି। ତ କମ୍ପେୟାର୍ଡ ୱିଥ୍ ଦ ସ୍ପିଡ୍ ଅଫ୍ ଇଟ୍ସ ଫ୍ଲାଇଟ୍। ତ ସିଏ ଏଠି ନା ମାଇଣ୍ଡର ଥଟ୍କୁ ଆମର ସେଇଟା କମ୍ପେୟାର କରୁଛନ୍ତି କାହା ସହିତ? ଟେମ୍ପେଷ୍ଟ ସହିତ କମ୍ପେୟାର କରୁଛନ୍ତି, ଆଉ ଲାଇଟ୍ ସହିତ କମ୍ପେୟାର କରୁଛନ୍ତି। କି ସେ ଏତେ ଶୀଘ୍ର, ଟେମ୍ପେଷ୍ଟ ହଉଛି କଣ, ପ୍ରବଳ ପବନ ବହିବାକୁ ଟେମ୍ପେଷ୍ଟ ବୋଲି କୁହାଯାଏ। ତ ପବନର ସ୍ପିଡ୍ ଠାରୁ ବି ବେଶୀ ଆମେ ଶୁଣିଛେ ଏମିତି କି ସମୁଦ୍ରର ପବନ ଏବେ ବେଗ ତାର ଏତିକି ଅଛି, ଆଉ ଏତିକି କିଲୋମିଟର ପରେ ତାର ବେଗ ବଢିବ, ଏମିତି ହବ। ଏବେ ତ ଓଡିଶାରେ ସେଟା ନର୍ମାଲ, ଆମ ଏରିଆ ଗୁଡାରେ ସେଗୁଡା ନର୍ମାଲ କି ପବନର ଗତି ଏମିତି ଅଛି, ଏତିକି ଅଛି। ଏତେ ସବୁବେଳେ ଆମର ସୁନାମି, ଫ୍ଲଡ୍ ଏଗୁଡା ସବୁ ଚାଲିଥାଏ, କି ଏଗୁଡା ସବୁ ଆମର ନର୍ମାଲ ହେଇସାରିଲାଣି। ସାଇକ୍ଲୋନ ତ ଆମର ଯେମିତି ଭାଇ ବନ୍ଧୁ ଭଳିଆ ସବୁବେଳେ ଆସୁଥାଏ। ତ ଏଗୁଡା ତମେ ଶୁଣିଥିବ କି ପବନର ଗତି ଏତିକି ଅଛି, ଆଉ ଏତିକି ଘଣ୍ଟା ପରେ ଏମିତି ଆସିବ, ଏତିକି ବାଟ ଆସିବ। ଏଠି ସେଇଟା କହିଛନ୍ତି କି ପବନର ବେଗ ଠାରୁ ବି ବହୁତ ବେଶୀ ଶୀଘ୍ର, ବହୁତ ଫାଷ୍ଟରେ ଆମର ମାଇଣ୍ଡର ଥଟ୍ ପ୍ରୋସେସଟା ପହଞ୍ଚେ। ଆମର ମନର ଚିନ୍ତାଧାରାଟା ଯୋଉଟା ଆମେ ଭାବେ ସେଇଟା ତାଠୁ ବହୁତ ଶୀଘ୍ର ପହଞ୍ଚେ। and the swift winged arrows of light. ଲାଇଟରୁ ବି, ଲାଇଟଟା ଆମେ ସାଙ୍ଗେ ସାଙ୍ଗେ ପଡେ, ଲାଇଟରୁ ବି ଫାଷ୍ଟ ଆମେ ଲାଇଟ ଅନ୍ କରୁ କରୁ ପଡିବା ଭିତରେ ବି ଆମେ 6ଟା ଜିନିଷ ଭାବି ଦେଇଥିବା। ଲାଇଟ ପଡିବା ଶୀଘ୍ର, ତାଠୁ ବି ଲାଇଟଟା ବହୁତ ଶୀଘ୍ର। ଆମର ଲାଇଟ, ସାଉଣ୍ଡ ଆଉ ଏଇଗୁଡାର ସବୁ ଅଛି, ଆମର ତାର ବି ମେଜରମେଣ୍ଟ ଅଛି। ତ ସେଇଗୁଡା ବି ଭାବିବା ପୂର୍ବରୁ ବି ଆମର ଭାବନା ଶକ୍ତିଟା ତାଠୁ ବେଶୀ ଫାଷ୍ଟ ଥାଏ ବୋଲି ଏଠି ଆଲେକ୍ସାଣ୍ଡର କହିଛନ୍ତି। When I think of my own native land, in a moment I seem to be there. But alas, recollection of hand soon hurries me back to despair. ତ କଣ କହିଛନ୍ତି, ଯେତେବେଳେ ମୁଁ ଏମିତି ଟିକେ ଏମିତି ଭାବେ ମୋ ନେଟିଭ ଲ୍ୟାଣ୍ଡ ବିଷୟରେ, ମୁଁ ଯୋଉଠି ରହୁଥିଲି, ମୋର ଫ୍ୟାମିଲି ଯୋଉଠି ଅଛନ୍ତି, ମୋ ଘର ଯୋଉଠି ଅଛି, ମୋ ଫ୍ରେଣ୍ଡସ୍ ମାନେ ଯୋଉଠି ଅଛନ୍ତି, ସେଇଟା ହଉଛି ତାଙ୍କର ନେଟିଭ ଲ୍ୟାଣ୍ଡ, ଯୋଉଠି ସେ ରହୁଥିଲେ, ଯୋଉଠି ତାଙ୍କର ବର୍ନ ଆଣ୍ଡ ବ୍ରଟ୍ ଅପ୍ ହେଇଛି, ସେଇଟା ହଉଛି ତାଙ୍କର ନେଟିଭ ଲ୍ୟାଣ୍ଡ। ଯେତେବେଳେ ମୁଁ ମୋ ନେଟିଭ ଲ୍ୟାଣ୍ଡ ବିଷୟରେ ଭାବେ, ସେ ଗୋଟେ ମୋମେଣ୍ଟ ମତେ ଏତେ ଖୁସି ଲାଗେ, ମୁଁ ଏତେ ଖୁସି ହେଇଯାଏ। ବଟ୍ ଇନ୍ ଦ ସେକେଣ୍ଡ ମୋମେଣ୍ଟ ମୁଁ ମାନେ ମତେ ଲାଗେ କି ମୁଁ କଣ ହେଲା, ପୁଣି ମୁଁ ଆସେ वापस ଆସିଯାଅ, ଏଇ ଟାପୁରେ ହିଁ ଥାଏ। ସେ ଗୋଟେ ମୋମେଣ୍ଟ ଯେତେବେଳେ ମୁଁ ମୋ ଘର ବିଷୟରେ ଭାବେ, ମୋ ନେଟିଭ ଲ୍ୟାଣ୍ଡ ବିଷୟରେ ଭାବେ, ମୁଁ ଏତେ ଖୁସି ହେଇଯାଏ। ମୁଁ ସେଇଠି ଥାଏ, ମୋର ଫ୍ୟାମିଲି ସହିତ ଥାଏ, ମୋର ପୁରୁଣା କଥାକୁ ମନେ ପକଉଥାଏ କି ମୋର ଲୋକମାନେ ଏମିତି ଥିଲେ, ଏମିତି କରୁଥିଲେ, ଆଉ କଣ ହଉଥିବ ତାଙ୍କର ଏବେ, ଏମିତି ମୁଁ ସବୁ ଚିନ୍ତା କରେ, ଆଉ ମୁଁ ସେତେବେଳେ ଖୁସି ହେଇଯାଏ।
बट जितेबाला मु पुणी वापस मोर निद भांगी जाए कि मुझे आखि खोली दिए और देखे मोर जितेबाला से थॉट प्रोसेस टा ओवर हो जाए मुझे जितेबाला देखे कि मु एठी ही अच्छी तो मते बहुत डिस्पेयर लगे सुन हरीज मी बैक टू डिस्पेयर माने मु हताश ही जाए डिस्पेयर माने हताश ही जाए ତାଙ୍କୁ ଲାଗେ କି ମୁଁ ପୁଣି ଆଉଥରେ ହତାଶ ହେଇଯାନ୍ତି ଦେଖନ୍ତି କି ଯେତେବେଳେ ମୁଁ ସେଇ ଟାପୁରେ ହିଁ ଅଛି ଆଉ ଏଇଟା ଜଷ୍ଟ ଭାବନା ଥିଲା କି ସ୍ୱପ୍ନ ଥିଲା ମୁଁ ଏବେ ଜଷ୍ଟ ଭାବୁଥିଲି ତାଙ୍କୁ ସେତେବେଳେ ବହୁତ ଖରାପ ଲାଗେ but the sea fowl is gone to her nest the beast is laid down in his lair even here is a season of rest and I to be my cabin repair ତ କଣ କହିଛନ୍ତି सी फाउल ମାନେ ହଉଛି ସମୁଦ୍ର ପକ୍ଷୀ ତ ସମୁଦ୍ର ପକ୍ଷୀ ବି ଗୋଟେ ଟାଇମ ଆସିଯାଏ ଯେତେବେଳେ ସନ୍ଧ୍ୟା ହେଇ ଆସେ ଯେତେବେଳେ ସମୁଦ୍ର ପକ୍ଷୀ ବି ତା ଘରକୁ ରିଟର୍ନ କରେ सी फाउल रिटर्न टू हर नेस्ट ତା ଘୋସଲା ଯୋଉ ଥାଏ ତା ସେଠିକୁ ସେ ବାପସ ପଳାଏ ବିଷ୍ଟ ମାନେ ଏଠି ଆନିମଲ ମାନେ ଲେଡ୍ ଡାଉନ୍ ଇନ୍ ହିଜ ଲେୟର ମାନେ ହଉଛି ଯୋଉଠି ଜଙ୍ଗଲି ଜନ୍ତୁ ମାନେ ଯୋଉଠି ଯାଇକି ରୁହନ୍ତି ମାନେ ତାଙ୍କର ବି ଗୋଟେ ବସା ଥାଏ ଏମିତି ନାହିଁ କି ଆଜି ଏଠି ରହିଲେ କାଲି ସେଠି ରହିଲେ ସେମାନେ ବି ତାଙ୍କର ବି ଗୋଟେ ପର୍ଟିକୁଲାର ଜାଗା ଥାଏ ଯୋଉଠି ସେମାନେ ରୁହନ୍ତି ତ ସେମାନେ ସେଇଟାକୁ ଲେୟର ବୋଲି କୁହାଯାଏ ତ ସେମାନେ ବି ତାଙ୍କର ଲେୟରକୁ ବାପସ ଗଲେଣି ଭାରି सी फाउल भी ତାଙ୍କର ନେଷ୍ଟକୁ ବାପସ ଗଲେଣି ଭାରି ସମସ୍ତଙ୍କର ଗୋଟେ ରେଷ୍ଟିଂ ସିଜନ ଥାଏ ସମସ୍ତେ ସେଇ ଟାଇମରେ ବାପସ ଗଲେଣି ଭାରି ଏବେ ମୁଁ ଯାଉଛି ମୋର ଯୋଉଠି ରହୁଛି ମୁଁ ସେ ଜାଗାକୁ ଯାଉଛି ତାକୁ ବି ରିପେୟାର କରିବି ଆଉ ପୁଣି ବାପସ ସେଇଠି ରହିବି ସେ ବି ଯୋଉଠି ରହୁଛନ୍ତି ସେ ବି ସେଇଠି ଗୋଟେ କିଛି ଗୋଟେ ବନେଇକି ରହିଥିବେ ବର୍ଷା ହଉଛି କି ଶୀତ ଖରାରୁ ବଞ୍ଚିବା ପାଇଁ ସେ ବି ସେଠି କିଛି ଗୋଟେ ବନେଇଛନ୍ତି ତ ସେ ଗଲେ କହୁଛନ୍ତି କି ମୁଁ ଯାଏ ମୁଁ ବି ସେଠିକୁ ଯାଇକି ରହେ ମୋର there is mercy in every place and mercy encouraging thought gives even application a grace and reconciles man to his lot ତ ମର୍ସି ମାନେ ହଉଛି ଠାକୁରଙ୍କର ବ୍ଲେସିଂସ୍ କୁ ମର୍ସି କୁହାଯାଏ ଆଉ ଏନକରେଜିଂ ଥଟ୍ gives even application ମାନେ ଯନ୍ତ୍ରଣା ଅନୁଭବ କରିବାକୁ application ବୋଲି କୁହାଯାଏ ଆଉ ଗ୍ରେସ୍ ମାନେ ହଉଛି ଅନୁଗ୍ରହ ଆଉ ରିକନସାଇଲ୍ ମାନେ ହଉଛି ପୁନଃ ସଂଯୋଗ କରିବାକୁ ରିକନସାଇଲ୍ସ ବୋଲି କୁହାଯାଏ ହଁ ସେ କହୁଛନ୍ତି କି କେବେ ପତାନେ ଠାକୁରଙ୍କର ବ୍ଲେସିଂସ୍ ହବ ମୋ ଉପରେ କୃପା କରିବେ ମୋ ଉପରେ ଆଉ ମୁଁ ମୋର ସେ ଥଟ୍ ପ୍ରୋସେସଟାକୁ ସେମିତି ଏନକରେଜ କରୁଥିବି ମୁଁ ମୋର ଭାବନାକୁ ସେମିତି ଜାରି ରଖିଥିବି ଆଉ ତାକି ମୋର ସେତିକି ମତେ ସେତିକି କୃପା କରୁଥାଉ କି ମୁଁ ସେତିକି ଜାରି ରଖିଥାଏ ଆଉ ଯୋଉଟା ମତେ ଏ ଯୋଉ ପୀଡ଼ାଟା ହଉଛି ଯୋଉ ଯନ୍ତ୍ରଣାଟା ମୁଁ ଅନୁଭବ କରୁଛି ସେଇଥିରୁ ଆଟଲିଷ୍ଟ ମତେ ସେଇଟା ବଞ୍ଚଉଛି ଯୋଉ ଭାବୁଛି ମୁଁ ଯୋଉ ଭାବିକିନା ମୁଁ ଯେତେବେଳେ ମୋ ନେଟିଭ ଲ୍ୟାଣ୍ଡକୁ ପଳଉଛି ଆଉ ମୁଁ ଖୁସି ହଉଛି ସେ ଭାବନାଟାରେ ମୁଁ ଏତେ ଖୁସି ହେଇଯାଉଛି ଆଉ ସେ ଭାବନାଟା ମୋର ସବୁବେଳେ ଏମିତି ଚାଲିଥାଉ ବୋଲି ସେ ଠାକୁରଙ୍କୁ ଡାକୁଛନ୍ତି କି ମତେ ସେତିକି ମୋ ଉପରେ କୃପା ବନେଇ ରଖିଥାଉ and reconciles man to his lot କି ମତେ ଏମିତି ପୁନଃ ସଂଯୋଗ କରିବା ପାଇଁ ମତେ ସେତିକି ମୋ ଉପରେ କୃପା କରୁଥାଉ କି ମୁଁ ଯେମିତି ଆଉଥରେ ବାପସ ମୋର ଜନଗହଳିକୁ ପଳେଇବି ମୋ ନେଟିଭ ଲ୍ୟାଣ୍ଡକୁ ପଳେଇବି ମୋ ସାଙ୍ଗସାଥି ମୋ ଭାଇ ବନ୍ଧୁ ଅଛନ୍ତି ମୋର ପ୍ୟାରେଣ୍ଟସ୍ ଅଛନ୍ତି ତାଙ୍କ ପାଖରେ ଯାଇକିନା ରିୟୁନାଇଟ୍ ହେଇପାରିବି ମତେ ସେତିକି ମୋ ଉପରେ କୃପା ବନେଇ ରଖିଥାଉ ଆଉ ସେମିତି କର କିଛି ଗୋଟେ ଯେମିତି ସେଗୁଡ଼ା ସବୁ ପସିବଲ ହେଇପାରିବ ଠିକ ଅଛି ଏଇଠି ସରିଲା ତମେ ଟିକେ ନା ଏଇଟା ପୁରା ପୋଏମ୍ ଗୋଟେ ଇମାଜିନେସନ ଉପରେ ଅଛି ତମେ ଯେତେ ଇମାଜିନ କରିବ ଇଂଲିଶର ଲିଟରେଚରରେ ଆମର ଥାଏ ଗୋଟେ କ୍ରିଏଟିଭ ରାଇଟିଂ ଯୋଉଥିରେ ତମର ଷ୍ଟୋରି ରାଇଟିଂ ଥାଏ ରିପୋର୍ଟ ରାଇଟିଂ ଥାଏ ଏସେ ଥାଏ ପ୍ୟାରାଗ୍ରାଫ ଥାଏ ଏଗୁଡ଼ା ସବୁ ନା ଇମାଜିନେସନ ଉପରେ ଡିପେଣ୍ଡ କରେ ତମେ ଯେତେ ତମର ଇମାଜିନେସନଟା ଯେତେ ଷ୍ଟ୍ରଙ୍ଗ ହବ ଯେତେ ତମେ ଭେରାଇଟିଜ ଅଫ କ୍ରିଏଟିଭ ୱେରେ ଭାବିପାରିବ ସେତେ ତମର ମାର୍କସ ସେତେ ଭଲ ରହିବ ଆଉ ତମେ ନା ସେତିକି ତମ ପାଇଁ ମାନେ ବି ବହୁତ ଭଲ ଏମିତି ତ ଆମର ବଲିଉଡ ଅଛି ଯୋଉଟା ସବୁ କଥା ବଲିଉଡ ହଉ ହଲିଉଡ ହଉ ଯୋଉ ବି ମୁଭିଜ ଆମର ଅଛି କି ନଭେଲ୍ସ ଅଛି ନ୍ୟୁଜ ପେପର ପଢିବ ତମର କ୍ରିଏଟିଭିଟି ସେତେ ବଢିବ ତମର ଥିଙ୍କିଙ୍ଗ ପାୱାରଟା ସେତେ ପ୍ରୋସେସ କରିବ ଠିକ ଅଛି ତ ନେକ୍ସଟ ଯିବା ଆମର ଡିଫିକଲ୍ଟ ୱାର୍ଡସ ଉପରେ ଫାର୍ଷ୍ଟ ଆସିଲା ମୋନାର୍କ ମାନେ ହଉଛି ରାଜତନ୍ତ୍ର ବା ସମ୍ରାଟ କି ରାଜା ନେକ୍ସଟ ଆସିଲା ଡିସ୍ପ୍ୟୁଟ ମାନେ ବିବାଦ ରୁଟ୍ ମାନେ ପଶୁ ସଲିଟ୍ୟୁଡ ମାନେ ଏକାକୀ ମାନେ ଏକା ରହିଯାଇଥିବା ଦାୟ ମାନେ ତୁମର ଅନଏକ୍ୱେଣ୍ଟେଡ ମାନେ ଅଜ୍ଞାତ ଟେମନେସ୍ ମାନେ ସ୍ୱଚ୍ଛତା
अच्छा एठी टेमनेस माने स्वच्छता अछि बट हमर पोएम रे टेमनेस माने होछि पोषा मानबाको टेमनेस कुहा जायछि माने न डरिबाको माने हाँ, पशु माने जो तांको डरू नथिले सेटाको एठी टेमनेस बोली कुहा जायछि सॉरी बेस्टो माने होछि आशीर्वाद असज माने अनुमान करबा सालिज ऑफ यूथ माने ଯୌବନରେ ଜୀବନ୍ତ କିମ୍ବା ହାସ୍ୟାସ୍ପଦ ମାନେ ଲାଇଭଲି ରହିବା କିମ୍ବା ଗୋଟେ ହ୍ୟୁମରରେ ବଞ୍ଚିବାକୁ ସାଲିଜ ଅଫ ୟୁଥ ବୋଲି କୁହାଯାଏ ଡିସୋଲେଟ ମାନେ ଜନଶୂନ୍ୟ କର୍ଡିଆଲ ମାନେ ବନ୍ଧୁତ୍ୱପୂର୍ଣ୍ଣ ଏଣ୍ଡିଓରିଂ ମାନେ ସ୍ନେହପୂର୍ଣ୍ଣ ଫ୍ଲିଟ୍ ମାନେ ମନର ଗତି ଫ୍ଲିଟ୍ ମାନେ ଗତି ବା ମନର ଗତି ଟେମ୍ପେଷ୍ଟ ମାନେ ପ୍ରବଳ ପବନ ବହିବାକୁ ଟେମ୍ପେଷ୍ଟ ବୋଲି କୁହାଯାଏ ନେକ୍ସଟ ଆସିଲା ଡିସ୍ପେୟାର ମାନେ ହତାଶ ସି ଫାଉଲ ମାନେ ସମୁଦ୍ର ପକ୍ଷୀ ବିଷ୍ଟ ମାନେ ପଶୁ ବା ଦାନବ ଲେୟର ମାନେ ଏକ ସ୍ଥାନ ଯେଉଁଠାରେ ବିପର୍ଯ୍ୟନକ ପଶୁ ବାସ କରନ୍ତି ଆପ୍ଲିକେସନ ମାନେ ଯନ୍ତ୍ରଣା ଅନୁଭବ କରିବା ଗ୍ରେସ୍ ମାନେ ଅନୁଗ୍ରହ ରିକନସାଇଲ ମାନେ ପୁନଃ ସଂଯୋଗ କରିବା ରିକନସାଇଲ ବୋଲି କୁହାଯାଏ ଆଚ୍ଛା ଷ୍ଟୁଡେଣ୍ଟ ସେଇଠି ଆମର ଆଲେକ୍ସାଣ୍ଡର वाला पोएम सरला ଆଲେକ୍ସାଣ୍ଡର ସେଲକ୍ରିକ ର पोएम सरला हमको जदि କିଛି वर्ड्स रिलेटेड डाउट अछि एटा टिके डिफिकल्ट अछि चैप्टर टा तुम जदि ठीक से बुझिथिबो देन भलो कथा जदि न बुझिथिबो जो स्टांजा रे कि जो लाइन गोडा रे किछि भी जदि प्रॉब्लम थिबो किछि बुझि न पारथिबो देन मते कमेंट सेक्शन रे निहांती पचारिबो तमे जहां भी क्वेरीज अछि मु सेट सब फुलफिल करबे ठीक अछि तो तब तक ठीक से रहिबो ठीक से पढ़िबो किछि भी प्रॉब्लम हेले मते पचारिबो ନିଜର ଖ୍ୟାଲ ରଖିବ ନିଜର ପ୍ୟାରେଣ୍ଟସ୍ଙ୍କର ଖ୍ୟାଲ ରଖିବ ପାଠ ପଢିବା ପାଇଁ ବିଲକୁଲ ବି ଭୁଲିବନି ଏଇ ଟ୍ୟୁସନକୁ ନିହାତି ସବସ୍କ୍ରାଇବ କରିବ ଆପ୍ ଡାଉନଲୋଡ କରିବ ଆଉ ଟିଚର୍ସ ମାନେ କେମିତି କଣ ପଢଉଛନ୍ତି କିଛି ଯଦି ପ୍ରୋବ୍ଲେମ୍ସ ଅଛି ସେଇ ରିଲେଟେଡ ବି ଯଦି ଚାହିଁବ ଦେନ୍ କହିପାରିବ ଠିକ ଅଛି ଟେକ୍ କେୟାର ଗାଇସ୍ ବାय ବାय ଏଣ୍ଡ ଥ୍ୟାଙ୍କ ୟୁ